ପ୍ରମୋସନ ଗାଇଡଲାଇନ 2026 ଜାରି କରିଛନ୍ତି। ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ସମ୍ପତ୍ତି ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ଯୋଡାଯିବ। ଓଡ଼ିଶା ପର୍ଯ୍ୟଟନ ସଂଶୋଧନ ନୀତି 2026 ଅନୁସାରେ ଏହି ନିର୍ଦ୍ଦେଶାବଳୀ ରାଜ୍ୟର ଐତିହ୍ୟବାହୀ ସମ୍ପତ୍ତିର ସଂରକ୍ଷଣ ସହିତ ସେଗୁଡ଼ିକୁ ପର୍ଯ୍ୟଟନ ଆକର୍ଷଣରେ ପରିଣତ କରିବାର ପଥ ପ୍ରଶସ୍ତ କରିବ। ନୂଆ ନୀତି ଅନୁଯାୟୀ 1985 ମସିହା ପୂର୍ବରୁ ନିର୍ମିତ ସ୍ଥାପତ୍ୟ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଭବନ ଗୁଡ଼ିକୁ ହେରିଟେଜ ପ୍ରପର୍ଟି ଭାବରେ ବିବେଚନା କରାଯିବ। ପରବର୍ତ୍ତୀ ଖବର, ଓମାନ ତଟରେ ବୁଡ଼ିଲା ଭାରତୀୟ ଡଙ୍ଗା, 14 ଭାରତୀୟ ଉଦ୍ଧାର। ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡ଼ିଲା MSV ବିରାଟ 1 ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ 14 ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡ଼ିବା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଏବଂ ଏକ ବାଣିଜ୍ୟିକ ଜାହାଜ ମିଳିତ ସହଯୋଗରେ ଉଦ୍ଧାର କରିଥିଲେ। ଖବର ପାଇ ଭାରତୀୟ ନୌସେନା ପକ୍ଷରୁ ଏକ ବାଣିଜ୍ୟ ଜାହାଜ ସାହାଯ୍ୟରେ ବଡ଼ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଖବର, ମାଲକାନଗିରି ସୀମାନ୍ତ ଜଙ୍ଗଲରୁ 8ଟି ମାଓ ଡମ୍ପ ଉଦ୍ଧାର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଗରିଆବନ୍ଦ ଅଞ୍ଚଳରୁ ସୁରକ୍ଷା କର୍ମୀ 8ଟି ଡମ୍ପ ଉଦ୍ଧାର କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ପରେ ଏହି ଡମ୍ପ ଉଦ୍ଧାର କରାଯାଇଛି। ଜିଲ୍ଲାରେ ମାଓବାଦୀ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଡମ୍ପ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଲୁଚାଇ ରଖିଥିଲେ। ଏହି ଡମ୍ପ ଗୁଡ଼ିକରୁ ବେରେଲ, ଗ୍ରେନେଡ ଲଞ୍ଚର, ରାଇଫଲ, 303 ରାଇଫଲ, ଏୟାରଗନ ରାଉଣ୍ଡ, 21ଟି ଲ୍ୟାଣ୍ଡମାଇନ, କୋଡେକ୍ସ ତାର, ସେଫର୍ଡ ଫ୍ୟୁଜ, ବିଦ୍ୟୁତ ତାର, ବୈଦ୍ୟୁତିକ ଉପକରଣ ଗୁଡ଼ିକ ଜବତ କରାଯାଇଛି। CRPF ଯବାନ ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନ ଗୁଡ଼ିକୁ ନିଷ୍କ୍ରିୟ କରିଥିଲେ। ପରବର୍ତ୍ତୀ ଖବର, ଗିରଫ ହୋଇଥିବା ଚର୍ଚ୍ଚିତ ସରପଞ୍ଚ ଚାମେଲିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ। ଜିଲ୍ଲାପାଳ ଏସ୍ପିଙ୍କୁ ଭେଟି କଲେ ଆଲୋଚନା। ଚାମେଲିଙ୍କୁ ଭେଟିଲା ବିଜେଡି ଟିମ୍। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏସ୍ପିଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ। ବିଜେଡି ରାଜ୍ୟ ନେତୃବୃନ୍ଦ ଓ ସ୍ଥାନୀୟ ନେତା ମିଳିତ ଭାବରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଗିରଫ ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ର ବିଜେଡି ନେତ୍ରୀ ଇସ୍ପିତା ସାହୁ, ରାଜ୍ୟ ପୂର୍ବତନ ମହିଳା କମିଶନର ମିନତୀ ବେହେରା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଚାମେଲିଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇବା ସହ ତାଙ୍କ ଏଫ୍ଆଇଆର ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ବିଜେଡି କେନ୍ଦ୍ରାପଡ଼ା ପ୍ରଶାସନ ଆଗରେ 4 ଗୋଟି ଦାବି ରଖିଛି। ପରବର୍ତ୍ତୀ ଖବର, ପରମାଣୁ ଯୁଦ୍ଧାସ୍ତ୍ର ତିଆରି କରିବନି ଇରାନ, ତେଲ ଉପରୁ ହଟିବ ବ୍ୟାନ୍। ଦୀର୍ଘ ଦିନର ବିବାଦ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଏକ ବଡ଼ ସଫଳତା ମିଳିଛି। ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର MOU ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ଦୁଇ ଦେଶର ସମ୍ପର୍କ ସହ ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଇରାନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ବୁଝାମଣାର ଚୂଡ଼ାନ୍ତ ଚିଠାରେ ଉଭୟ ଦେଶର ପରମାଣୁ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଷ୍ଟ୍ରେଟ୍ ଅଫ୍ ହରମୁଜ ସାମୁଦ୍ରିକ ମାର୍ଗ ଖୋଲିବା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ସାମିଲ ରହିଛି। ଏହା ପ୍ରାଥମିକ ସହମତି ପରେ ଆଗାମୀ 60 ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିନାମା ପାଇଁ ଆଲୋଚନା ପ୍ରକ୍ରିୟା ଆଗକୁ ବଢିବ। ପରବର୍ତ୍ତୀ ଖବର, ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦି ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦି ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହ ବିଶ୍ୱ ରାଜନୀତି ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଅବସରରେ ମୋଦି ଓ ମାକ୍ରନ ଭାରତ ଇନୋଭେଟର୍ସକୁ ଉଦ୍ଘାଟନ କରିଛନ୍ତି। ପରବର୍ତ୍ତୀ ଖବର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରେ ରଜର ଉତ୍ସବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପାଳିତ ରଜ ଉତ୍ସବ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ଫସଲର ଉତ୍ସବ ରଜର ଶୁଭ ଅବସରରେ ମୁଁ ସମଗ୍ର ଦେଶର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ସମାଜ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ ଏହି ପର୍ବ। ପରବର୍ତ୍ତୀ ଖବର, ୟୁନିଫର୍ମ ବଦଳାଇଲା ଭାରତୀୟ ସେନା। ଭାରତୀୟ ସେନା ତାର ୟୁନିଫର୍ମ ବଦଳାଇବାକୁ ଯାଉଛି। ଏହା ସହିତ କିଛି ନୂଆ ନିୟମ ଆଣି ବଡ଼ ଐତିହାସିକ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁଯାୟୀ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏହା ଫୁଲ ବେକ୍ ବଣ୍ଡି ଜ୍ୟାକେଟ ପିନ୍ଧିବାକୁ ଅନୁମତି ମିଳିଛି। ପାରମ୍ପରିକ ପାଉଟ୍ ବେଲ୍ଟକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ପରେଡ୍ ସମୟରେ ସମୀକ୍ଷା ଅଧିକାରୀଙ୍କ ପାଇଁ ଖଣ୍ଡା ବହନ କରିବା ବାଧ୍ୟତାମୂଳକକୁ ଇଚ୍ଛାଧୀନ କରାଯାଇଛି। ପରବର୍ତ୍ତୀ ଖବର, ପୋଲିସ ପରୀକ୍ଷା ଆଶାୟୀଙ୍କ ପାଟଳିପୁତ୍ର ରେଳ ଷ୍ଟେସନରେ ତୀବ୍ର ଉତ୍ତେଜନା। ବିହାର ରାଜଧାନୀ ପାଟନାରେ ପାଟଳିପୁତ୍ର ରେଳ ଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି। ଟ୍ରେନ୍ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ ହଙ୍ଗାମା କରିଥିଲେ। ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନେ ରେଳ ଧାରଣା ଅବରୋଧ କରିବା ସହ ଟ୍ରେନ୍ ଉପରକୁ ପଥରମାଡ଼ ସହ ଭଙ୍ଗାରୁଜା କରିଥିଲେ। ଏଥିରେ ପରୀକ୍ଷା ସ୍ପେଶାଲ ଟ୍ରେନର କାଚ ଭାଙ୍ଗି ଯାଇଛି। ପଥରମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ଦୀର୍ଘ ସମୟ ଧରି ପଟାଳିପୁତ୍ର ଷ୍ଟେସନରେ ହଙ୍ଗାମା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର, ସହରାଞ୍ଚଳ ପାଇଁ ଆସୁଛି ନୂଆ ପଲିସି। ସୁଲଭ ମୂଲ୍ୟରେ ଘର ଭଡ଼ା ଦେବେ ସରକାର। ଭଡ଼ାରେ ଘର ଦେବେ ସରକାର। ସହରାଞ୍ଚଳରେ ଭଡ଼ା ଘର ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।
ପ୍ରସ୍ତୁତ ହୋଇଛି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ର ଚିଠା ପ୍ରସ୍ତାବ। ଏହି ନୂଆ ପଲିସି ଉପରେ ଏବେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ସରକାର। ସହରାଞ୍ଚଳରେ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ପ୍ରାୟତଃ ଦେଖାଦେଉଥିବା ବିବାଦ ସମାଧାନ କରିବା ଏହି ଆଇନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ସହର ଗୁଡ଼ିକରେ ଚାହିଦା ମୁତାବକ ଘର ଭଡ଼ା ମିଳୁନାହିଁ। ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ପ୍ରମୁଖ ସହରକୁ ପାଠପଢା ପାଇଁ ଆସୁଥିବା ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରିଆ ଏବଂ ଶ୍ରମିକମାନେ ଘର ନ ପାଇ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରବର୍ତ୍ତୀ ଖବର, ସରପଞ୍ଚ ଚମେଲି ଓଝା ଜେଲ୍ ଯିବା ଘଟଣା। ଆଇନ ମନ୍ତ୍ରୀ କହିଲେ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ମହାକାଳପଡା ସରପଞ୍ଚ ଚାମେଲି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ। ସେ କହିଛନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ସେହି ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି। ସ୍ଥାନୀୟ ଏସ୍ପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣାପଡିବ। ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ତାକୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର ଅବଗତ ଅଛନ୍ତି। ପରବର୍ତ୍ତୀ ଖବର, ଆଇଏଫଏସ୍ ଙ୍କ ସ୍ଥାନ ନେଲେ ରାଜନେତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିନେଶ ତ୍ରିବେଦୀ ହେଲେ ବାଂଲାଦେଶର ଭାରତର ଉଚ୍ଚାୟୁକ୍ତ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିନେଶ ତ୍ରିବେଦୀ ପ୍ରୋଟୋକଲ ବନାପୋଲ ସୀମା ଦେଇ ସଡ଼କ ମାର୍ଗରେ ବାଂଲାଦେଶ ପହଞ୍ଚିଛନ୍ତି ଓ ସେଠାରେ ଭାରତର ନୂଆ ଉଚ୍ଚାୟୁକ୍ତ ଭାବରେ ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି। ସାଧାରଣତଃ ଭାରତୀୟ ବିଦେଶ ସେବା ଆଇଏଫଏସ୍ ଅଧିକାରୀ ଅବସ୍ଥାପିତ ହେଉଥିବା ଏହି ପଦବୀରେ ନିଯୁକ୍ତ ହେବାରେ ତ୍ରିବେଦୀ ପ୍ରଥମ ଭାରତୀୟ ରାଜନେତା। ଦିନେଶ ତ୍ରିବେଦୀ ସୀମାରେ ଫାଟକ ଖୋଲିବା ମାତ୍ରେ ନିଜ ଟ୍ରଲି ବ୍ୟାଗ ନିଜେ ଉଠାଇ ବାଂଲାଦେଶକୁ ପ୍ରବେଶ କରୁଥିବା ଦେଖାଯାଇଛନ୍ତି। ପରବର୍ତ୍ତୀ ଖବର, ଫିଫା ବିଶ୍ୱକପ ବ୍ରାଜିଲକୁ ଅଟକାଇଲା ମର୍କୋ। 1-1 ରେ ମ୍ୟାଚ୍ ଡ୍ର। ଚଳିତ ଫିଫା ବିଶ୍ୱକପ ଗ୍ରୁପ ସି ମ୍ୟାଚରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରତିଯୋଗିତାର ଅନ୍ୟତମ ଟାଇଟଲ ଫେଭରିଟ କୁହାଯାଉଥିବା ବ୍ରାଜିଲ ଆଫ୍ରିକୀୟ ଦେଶ ମର୍କୋ ସହିତ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଛି। ରବିବାର ଭୋର ସମୟରେ ହୋଇଥିବା ଏହି ରୋମାଞ୍ଚକର ମୁକାବିଲା 1-1 ରେ ଡ୍ର ରହିଛି। 1-1 ଗୋଲରେ ଡ୍ର ରହିଛି। ମ୍ୟାଚର ଆରମ୍ଭରୁ ହିଁ ଶକ୍ତିଶାଳୀ ବ୍ରାଜିଲ ଆଗରେ ଆଫ୍ରିକୀୟ ଚାମ୍ପିୟନ ମରକୋ ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ପରବର୍ତ୍ତୀ ଖବର, ଖାନ୍ ସାରଙ୍କ କୋଚିଂ ସେଣ୍ଟର ଭଙ୍ଗାରୁଜା ଘଟଣା। ଅଭିଯୁକ୍ତ ପ୍ରିନ୍ସ ଯାଦବଙ୍କର ନେପାଳରେ ସନ୍ଦେହଜନକ ମୃତ୍ୟୁ। ପାଟନାରେ ଦୁଇଟି କୋଚିଂ ପ୍ରତିଷ୍ଠାନ ମଧ୍ୟରେ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ଏବେ ଭୟଙ୍କର ରୂପ ଧାରଣ କରିଛି। ଜୁନ୍ 2 ତାରିଖରେ ଶିକ୍ଷକ ଖାନ୍ ସାରଙ୍କ କୋଚିଂ ପ୍ରତିଷ୍ଠାନ ସହିତ ଜଡିତ ହାଇ ପ୍ରୋଫାଇଲ ଭଙ୍ଗାରୁଜା ମାମଲାରେ ଅଭିଯୁକ୍ତ ଥିବା କୋଚିଂ ଶିକ୍ଷକ ରୋଶନ ଆନନ୍ଦଙ୍କ ଭାଇ ପ୍ରିନ୍ସ ଯାଦବଙ୍କର ନେପାଳର ବିରାଟନଗରର ଏକ ହୋଟେଲରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ନେପାଳ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ଖବର, ନିଟ୍ ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ କାର୍ଡ। ଜୁନ୍ 21 ରେ ହେବ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ନିମନ୍ତେ ଜୁନ୍ 21 ରେ ଅନୁଷ୍ଠିତ ହେବାକୁ ଥିବା ଏନ୍ଇଟି ୟୁଜି ପୁନଃ ପରୀକ୍ଷା ପାଇଁ ରବିବାର ଆଡମିଟ କାର୍ଡ ଜାରି ହୋଇଛି। ଏହି ଆଡମିଟ କାର୍ଡ ଏବେ NIT.NTA.nic.in ରେ ଜାରି ହୋଇଛି। ତେବେ ଦେଶରେ ଏହି ପରୀକ୍ଷା କରାଯାଉଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଆଡମିଟ କାର୍ଡ ଡାଉନଲୋଡ କରିବା ପୂର୍ବରୁ ରିଫଣ୍ଡ ଲାଗି ନିଜ ବ୍ୟାଙ୍କ ଆକାଉଣ୍ଟ ସୂଚନା ସତ୍ୟାପିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର, ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଭିତ୍ତିକ ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, କୃଷି ଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ। ପରିବେଶ ସୁରକ୍ଷାରେ ବାର୍ତ୍ତା ଏହି ପର୍ବରେ ନିହିତ। ପରବର୍ତ୍ତୀ ଖବର, ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟିରେ ବିଲୟ ହେବେ ବିଦ୍ରୋହୀ ଟିଏମସି ସାଂସଦ। ବାଚସ୍ପତି ଓମ୍ ବିର୍ଲାଙ୍କୁ ଦେଲେ ପତ୍ର। ତୃଣମୂଳ କଂଗ୍ରେସ ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ରବିବାର କହିଛନ୍ତି ଯେ 20 ଜଣିଆ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀ ତୃଣମୂଳ କଂଗ୍ରେସ ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ରବିବାର କହିଛନ୍ତି ଯେ 20 ଜଣିଆ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଏନସିପିଆଇ ରେ ବିଲୟ ହେବେ। ଏଣୁ ସେମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ସଦନରେ ସେମାନଙ୍କ ବସିବା ଲାଗି ଭିନ୍ନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଖବର, ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ 7 କୋଟି ଟଙ୍କା ହେରଫେର। ଗଠନ ହେଲା 3 ଜଣିଆ ଏସ୍ଆଇଟି ଟିମ୍। ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ 7 କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା। ଗଠନ ହେଲା 3 ଜଣିଆ ଏସ୍ଆଇଟି ଟିମ୍। ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ ପୋଲିସ ଅଧିକାରୀ ଓ ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏହି ହାଇ ପ୍ରୋଫାଇଲ ଏସ୍ଆଇଟି ଟିମ୍କୁ 15 ଦିନ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ତେବେ ଏହି ମାମଲାରେ ପୋଲିସ ଏବେ ସୁଦ୍ଧା 9 ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପରବର୍ତ୍ତୀ ଖବର ଭାରତ ଇନୋଭେଟ୍ସ ଆଉ ଏକ ମାଇଲ ଖୁଣ୍ଟ। ଡିଜିଟାଲ ଯୁଗରେ ପ୍ରଯୁକ୍ତି ବିଦ୍ୟା ବିପ୍ଳବ ମାନବ ଜାତି ପାଇଁ ନୂତନ ସୁଯୋଗ ପ୍ରଦାନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ନାଇସ୍ ସହର ସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିନ୍ସରେ ଭାରତ ଇନୋଭେଟ୍ସ 2026କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ରବିବାର ମିଳିତ ଭାବରେ ଉଦ୍ଘାଟନ କରିଛନ୍ତି। ଏହି 3 ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍ ଟେକ୍ ଷ୍ଟାର୍ଟଅପ୍ ନବସୃଜନକାରୀ ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହିତ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍ ଟେକ୍ ପ୍ରଦର୍ଶନ କରିଥାଏ। ପରବର୍ତ୍ତୀ ଖବର ଇସ୍ମିତା ସାଙ୍ଗୱାନା ହେଲେ ଏନଡିଏର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ। ଭାରତୀୟ ବାୟୁସେନା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ହରିୟାଣାର ଝିଅ ଇସିତା ସାଙ୍ଗୱାନ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏନଡିଏର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ ହୋଇ ଇତିହାସ ରଚିଛନ୍ତି। ଇସିତା ଇଣ୍ଡିଆନ ଏୟାର ଫୋର୍ସ ଆଇଏଏଫ ରେ ଫାଇଟର ପାଇଲଟ ହୋଇ ନିଜର ଆକାଶ ଛୁଇଁବାର ସ୍ୱପ୍ନ ପୂରା କରିଛନ୍ତି। ପ୍ରମୋସନ ଗାଇଡଲାଇନ 2026 ଜାରି କରିଛନ୍ତି। ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ସମ୍ପତ୍ତି ଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ଯୋଡ଼ାଯିବ। ଓଡ଼ିଶା ପର୍ଯ୍ୟଟନ ସଂଶୋଧନ ନୀତି 2026 ଅନୁସାରେ ଏହି ନିର୍ଦ୍ଦେଶାବଳୀ ରାଜ୍ୟର ଐତିହ୍ୟବାହୀ ସମ୍ପତ୍ତିର ସଂରକ୍ଷଣ ସହିତ ସେଗୁଡ଼ିକୁ ପର୍ଯ୍ୟଟନ ଆକର୍ଷଣରେ ପରିଣତ କରିବାର ପଥ ପ୍ରଶସ୍ତ କରିବ। ନୂଆ ନୀତି ଅନୁଯାୟୀ 1985 ମସିହା ପୂର୍ବରୁ ନିର୍ମିତ ସ୍ଥାପତ୍ୟ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଭବନ ଗୁଡ଼ିକୁ ହେରିଟେଜ ପ୍ରପର୍ଟି ଭାବରେ ବିବେଚନା କରାଯିବ। ପରବର୍ତ୍ତୀ ଖବର ଓମାନ ତଟରେ ବୁଡ଼ିଲା ଭାରତୀୟ ଡଙ୍ଗା, 14 ଭାରତୀୟ ଉଦ୍ଧାର। ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡ଼ିଲା ଏମଏସଭି ବିରାଟ 1 ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ 14 ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡ଼ିବା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଏବଂ ଏକ ବାଣିଜ୍ୟିକ ଜାହାଜ ମିଳିତ ସହଯୋଗରେ ଉଦ୍ଧାର କରିଥିଲେ। ଖବର ପାଇ ଭାରତୀୟ ନୌସେନା ପକ୍ଷରୁ ଏକ ବାଣିଜ୍ୟ ଜାହାଜ ସାହାଯ୍ୟରେ ବଡ଼ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଖବର ମାଲକାନଗିରି ସୀମାନ୍ତ ଜଙ୍ଗଲରୁ 8ଟି ମାଓ ଡମ୍ପ ଉଦ୍ଧାର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଗରିଆବନ୍ଦ ଅଞ୍ଚଳରୁ ସୁରକ୍ଷା କର୍ମୀ 8ଟି ଡମ୍ପ ଉଦ୍ଧାର କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ପରେ ଏହି ଡମ୍ପ ଉଦ୍ଧାର କରାଯାଇଛି। ଜିଲ୍ଲାରେ ମାଓବାଦୀ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଡମ୍ପ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଲୁଚାଇ ରଖିଥିଲେ। ଏହି ଡମ୍ପ ଗୁଡ଼ିକରୁ ବେରେଲ, ଗ୍ରେନେଡ ଲଞ୍ଚର, ରାଇଫଲ, 303 ରାଇଫଲ, ଏୟାରଗନ୍ ରାଉଣ୍ଡ, 21ଟି ଲ୍ୟାଣ୍ଡମାଇନ, କୋଡେକ୍ସ ତାର, ସେଫର୍ଡ ଫ୍ୟୁଜ, ବିଦ୍ୟୁତ ତାର, ବୈଦ୍ୟୁତିକ ଉପକରଣ ଗୁଡ଼ିକ ଜବତ କରାଯାଇଛି। ସିଆରପିଏଫ ଯବାନ ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନ ଗୁଡ଼ିକୁ ନିଷ୍କ୍ରିୟ କରିଥିଲେ। ପରବର୍ତ୍ତୀ ଖବର ଗିରଫ ହୋଇଥିବା ଚର୍ଚ୍ଚିତ ସରପଞ୍ଚ ଚାମେଲିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ। ଜିଲ୍ଲାପାଳ ଏସପିଙ୍କୁ ଭେଟି କଲେ ଆଲୋଚନା। ଚାମେଲିଙ୍କୁ ଭେଟିଲା ବିଜେଡି ଟିମ୍। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏସପିଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ। ବିଜେଡି ରାଜ୍ୟ ନେତୃବୃନ୍ଦ ଓ ସ୍ଥାନୀୟ ନେତା ମିଳିତ ଭାବରେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଗିରଫ ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ର ବିଜେଡି ନେତ୍ରୀ ଇସ୍ପିତା ସାହୁ, ରାଜ୍ୟ ପୂର୍ବତନ ମହିଳା କମିଶନର ମିନତୀ ବେହେରା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଚାମେଲିଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇବା ସହ ତାଙ୍କ ଏଫଆଇଆର ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ବିଜେଡି କେନ୍ଦ୍ରାପଡ଼ା ପ୍ରଶାସନ ଆଗରେ 4ଗୋଟି ଦାବି ରଖିଛି। ପରବର୍ତ୍ତୀ ଖବର ପରମାଣୁ ଯୁଦ୍ଧାସ୍ତ୍ର ତିଆରି କରିବନି ଇରାନ, ତେଲ ଉପରୁ ହଟିବ ବ୍ୟାନ୍। ଦୀର୍ଘ ଦିନର ବିବାଦ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଏକ ବଡ଼ ସଫଳତା ମିଳିଛି। ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ଦୁଇ ଦେଶର ସମ୍ପର୍କ ସହ ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଇରାନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ବୁଝାମଣାର ଚୂଡ଼ାନ୍ତ ଚିଠାରେ ଉଭୟ ଦେଶର ପରମାଣୁ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଷ୍ଟ୍ରେଟ୍ ଅଫ୍ ହରମୁଜ ସାମୁଦ୍ରିକ ମାର୍ଗ ଖୋଲିବା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ସାମିଲ ରହିଛି। ଏହା ପ୍ରାଥମିକ ସହମତି ପରେ ଆଗାମୀ 60 ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିନାମା ପାଇଁ ଆଲୋଚନା ପ୍ରକ୍ରିୟା ଆଗକୁ ବଢିବ। ପରବର୍ତ୍ତୀ ଖବର ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦି ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦି ନାଇସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହ ବିଶ୍ୱ ରାଜନୀତି ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଅବସରରେ ମୋଦି ଓ ମାକ୍ରନ୍ ଭାରତ ଇନୋଭେଟର୍ସକୁ ଉଦ୍ଘାଟନ କରିଛନ୍ତି। ପରବର୍ତ୍ତୀ ଖବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରେ ରଜର ଉତ୍ସବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପାଳିତ ରଜ ଉତ୍ସବ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ଫସଲର ଉତ୍ସବ ରଜର ଶୁଭ ଅବସରରେ
ମୁଁ ସମଗ୍ର ଦେଶର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ସମାଜ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ ଏହି ପର୍ବ। ପରବର୍ତ୍ତୀ ଖବର, ୟୁନିଫର୍ମ ବଦଳାଇଲା ଭାରତୀୟ ସେନା। ଭାରତୀୟ ସେନା ତାର ୟୁନିଫର୍ମ ବଦଳାଇବାକୁ ଯାଉଛି। ଏହା ସହିତ କିଛି ନୂଆ ନିୟମ ଆଣି ବଡ ଐତିହାସିକ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁଯାୟୀ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏହା ଫୁଲ ବେକ୍ ବଣ୍ଡିଜ୍ ଜ୍ୟାକେଟ ପିନ୍ଧିବାକୁ ଅନୁମତି ମିଳିଛି। ପାରମ୍ପରିକ ପାଉଟ୍ ବେଲ୍ଟକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ପରେଡ୍ ସମୟରେ ସମୀକ୍ଷା ଅଧିକାରୀଙ୍କ ପାଇଁ ଖଣ୍ଡା ବହନ କରିବା ବାଧ୍ୟତାମୂଳକକୁ ଇଚ୍ଛାଧୀନ କରାଯାଇଛି। ପରବର୍ତ୍ତୀ ଖବର, ପୋଲିସ ପରୀକ୍ଷା ଆଶାୟୀଙ୍କ ପାଟଳିପୁତ୍ର ରେଳ ଷ୍ଟେସନରେ ତୀବ୍ର ଉତ୍ତେଜନା। ବିହାର ରାଜଧାନୀ ପାଟନାରେ ପାଟଳିପୁତ୍ର ରେଳ ଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି। ଟ୍ରେନ୍ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ ହଙ୍ଗାମା କରିଥିଲେ। ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନେ ରେଳ ଧାରଣା ଅବରୋଧ କରିବା ସହ ଟ୍ରେନ୍ ଉପରକୁ ପଥରମାଡ଼ ସହ ଭଙ୍ଗାରୁଜା କରିଥିଲେ। ଏଥିରେ ପରୀକ୍ଷା ସ୍ପେଶାଲ ଟ୍ରେନ୍ର କାଚ ଭାଙ୍ଗି ଯାଇଛି। ପଥରମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ଦୀର୍ଘ ସମୟ ଧରି ପଟାଳିପୁତ୍ର ଷ୍ଟେସନରେ ହଙ୍ଗାମା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର, ସହରାଞ୍ଚଳ ପାଇଁ ଆସୁଛି ନୂଆ ପଲିସି। ସୁଲଭ ମୂଲ୍ୟରେ ଘର ଭଡ଼ା ଦେବେ ସରକାର। ଭଡ଼ାରେ ଘର ଦେବେ ସରକାର। ସହରାଞ୍ଚଳରେ ଭଡ଼ା ଘର ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରସ୍ତୁତ ହୋଇଛି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ପ୍ରସ୍ତାବ। ଏହି ନୂଆ ପଲିସି ଉପରେ ଏବେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ସରକାର। ସହରାଞ୍ଚଳରେ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ପ୍ରାୟତଃ ଦେଖାଦେଉଥିବା ବିବାଦ ସମାଧାନ କରିବା ଏହି ଆଇନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ସହର ଗୁଡ଼ିକରେ ଚାହିଦା ମୁତାବକ ଘର ଭଡ଼ା ମିଳୁନାହିଁ। ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ପ୍ରମୁଖ ସହରକୁ ପାଠପଢ଼ା ପାଇଁ ଆସୁଥିବା ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରିଆ ଏବଂ ଶ୍ରମିକମାନେ ଘର ନ ପାଇ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରବର୍ତ୍ତୀ ଖବର, ସରପଞ୍ଚ ଚମେଲି ଓଝା ଜେଲ ଯିବା ଘଟଣା। ଆଇନ ମନ୍ତ୍ରୀ କହିଲେ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ମହାକାଳପଡ଼ା ସରପଞ୍ଚ ଚାମେଲି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ। ସେ କହିଛନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ସେହି ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି। ସ୍ଥାନୀୟ ଏସ୍ପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣାପଡ଼ିବ। ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ତାକୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର ଅବଗତ ଅଛନ୍ତି। ପରବର୍ତ୍ତୀ ଖବର, ଆଇଏଫ୍ଏସ୍ଙ୍କ ସ୍ଥାନ ନେଲେ ରାଜନେତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀନେଶ ତ୍ରିବେଦୀ ହେଲେ ବାଂଲାଦେଶର ଭାରତର ଉଚ୍ଚାୟୁକ୍ତ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦୀନେଶ ତ୍ରିବେଦୀ ପ୍ରୋଟୋକୋଲ ବନାପୋଲ ସୀମା ଦେଇ ସଡ଼କ ମାର୍ଗରେ ବାଂଲାଦେଶ ପହଞ୍ଚିଛନ୍ତି ଓ ସେଠାରେ ଭାରତର ନୂଆ ଉଚ୍ଚାୟୁକ୍ତ ଭାବରେ ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି। ସାଧାରଣତଃ ଭାରତୀୟ ବିଦେଶ ସେବା ଆଇଏଫ୍ଏସ୍ ଅଧିକାରୀ ଅବସ୍ଥାପିତ ହେଉଥିବା ଏହି ପଦବୀରେ ନିଯୁକ୍ତ ହେବାରେ ତ୍ରିବେଦୀ ପ୍ରଥମ ଭାରତୀୟ ରାଜନେତା। ଦୀନେଶ ତ୍ରିବେଦୀ ସୀମାରେ ଫାଟକ ଖୋଲିବା ମାତ୍ରେ ନିଜ ଟ୍ରଲି ବ୍ୟାଗ୍ ନିଜେ ଉଠାଇ ବାଂଲାଦେଶକୁ ପ୍ରବେଶ କରୁଥିବା ଦେଖାଯାଇଛନ୍ତି। ପରବର୍ତ୍ତୀ ଖବର, ଫିଫା ବିଶ୍ୱକପ୍ ବ୍ରାଜିଲକୁ ଅଟକାଇଲା ମରକୋ। 1-1ରେ ମ୍ୟାଚ୍ ଡ୍ର। ଚଳିତ ଫିଫା ବିଶ୍ୱକପ୍ ଗ୍ରୁପ ସି ମ୍ୟାଚରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରତିଯୋଗିତାର ଅନ୍ୟତମ ଟାଇଟଲ ଫେଭରିଟ୍ କୁହାଯାଉଥିବା ବ୍ରାଜିଲ ଆଫ୍ରିକୀୟ ଦେଶ ମରକୋ ସହିତ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଛି। ରବିବାର ଭୋର ସମୟରେ ହୋଇଥିବା ଏହି ରୋମାଞ୍ଚକର ମୁକାବିଲା 1-1ରେ ଡ୍ର ରହିଛି। 1-1 ଗୋଲରେ ଡ୍ର ରହିଛି। ମ୍ୟାଚର ଆରମ୍ଭରୁ ହିଁ ଶକ୍ତିଶାଳୀ ବ୍ରାଜିଲ ଆଗରେ ଆଫ୍ରିକୀୟ ଚାମ୍ପିୟନ ମରକୋ ଚମତ୍କାର ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ପରବର୍ତ୍ତୀ ଖବର, ଖାନ ସାରଙ୍କ କୋଚିଂ ସେଣ୍ଟର ଭଙ୍ଗାରୁଜା ଘଟଣା। ଅଭିଯୁକ୍ତ ପ୍ରିନ୍ସ ଯାଦବଙ୍କର ନେପାଳରେ ସନ୍ଦେହଜନକ ମୃତ୍ୟୁ। ପାଟନାରେ ଦୁଇଟି କୋଚିଂ ପ୍ରତିଷ୍ଠାନ ମଧ୍ୟରେ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ଏବେ ଭୟଙ୍କର ରୂପ ଧାରଣ କରିଛି। ଜୁନ୍ 2 ତାରିଖରେ ଶିକ୍ଷକ ଖାନ ସାରଙ୍କ କୋଚିଂ ପ୍ରତିଷ୍ଠାନ ସହିତ ଜଡିତ ହାଇ ପ୍ରୋଫାଇଲ ଭଙ୍ଗାରୁଜା ମାମଲାରେ ଅଭିଯୁକ୍ତ ଥିବା କୋଚିଂ ଶିକ୍ଷକ ରୋଶନ ଆନନ୍ଦଙ୍କ ଭାଇ ପ୍ରିନ୍ସ ଯାଦବଙ୍କର ନେପାଳର ବିରାଟନଗରର ଏକ ହୋଟେଲରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ନେପାଳ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ଖବର, ନିଟ୍ ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ। ଜୁନ୍ 21ରେ ହେବ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ନିମନ୍ତେ ଜୁନ୍ 21ରେ ଅନୁଷ୍ଠିତ ହେବାକୁ ଥିବା ଏନ୍ଇଟି ୟୁଜି ପୁନଃ ପରୀକ୍ଷା ପାଇଁ ରବିବାର ଆଡମିଟ୍ କାର୍ଡ ଜାରି ହୋଇଛି। ଏହି ଆଡମିଟ୍ କାର୍ଡ ଏବେ NIT.NTA.nic.in ରେ ଜାରି ହୋଇଛି। ତେବେ ଦେଶରେ ପରୀକ୍ଷା କରାଯାଉଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଆଡମିଟ୍ କାର୍ଡ ଡାଉନଲୋଡ କରିବା ପୂର୍ବରୁ ରିଫଣ୍ଡ ଲାଗି ନିଜ ବ୍ୟାଙ୍କ ଆକାଉଣ୍ଟ ସୂଚନା ସତ୍ୟାପିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର, ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଭିତ୍ତିକ ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି
ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ। ପରିବେଶ ସୁରକ୍ଷାରେ ବାର୍ତ୍ତା ଏହି ପର୍ବରେ ନିହିତ। ପରବର୍ତ୍ତୀ ଖବର, ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟିରେ ବିଲୟ ହେବେ ବିଦ୍ରୋହୀ ଟିଏମସି ସାଂସଦ। ବାଚସ୍ପତି ଓମ୍ ବିର୍ଲାଙ୍କୁ ଦେଲେ ପତ୍ର। ତୃଣମୂଳ କଂଗ୍ରେସ ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ରବିବାର କହିଛନ୍ତି ଯେ 20 ଜଣିଆ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀ ତୃଣମୂଳ କଂଗ୍ରେସ ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାର ରବିବାର କହିଛନ୍ତି ଯେ 20 ଜଣିଆ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଏନସିପିଆଇରେ ବିଲୟ ହେବେ। ଏଣୁ ସେମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ସଦନରେ ସେମାନଙ୍କ ବସିବା ଲାଗି ଭିନ୍ନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଖବର, ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ 7 କୋଟି ଟଙ୍କା ହେରଫେର। ଗଠନ ହେଲା 3 ଜଣିଆ ଏସଆଇଟି ଟିମ୍। ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ 7 କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା। ଗଠନ ହେଲା 3 ଜଣିଆ ଏସଆଇଟି ଟିମ୍। ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ ପୋଲିସ ଅଧିକାରୀ ଓ ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏହି ହାଇ ପ୍ରୋଫାଇଲ ଏସଆଇଟି ଟିମ୍କୁ 15 ଦିନ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ଏହି ମାମଲାରେ ପୋଲିସ ଏବେ ସୁଦ୍ଧା 9 ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପରବର୍ତ୍ତୀ ଖବର, ଭାରତ ଇନୋଭେଟ୍ସ ଆଉ ଏକ ମାଇଲ ଖୁଣ୍ଟ। ଡିଜିଟାଲ ଯୁଗରେ ପ୍ରଯୁକ୍ତି ବିଦ୍ୟା ବିପ୍ଳବ ମାନବ ଜାତି ପାଇଁ ନୂତନ ସୁଯୋଗ ପ୍ରଦାନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ନାଇସ୍ ସହର ସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିନ୍ସରେ ଭାରତ ଇନୋଭେଟ୍ସ 2026କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରବିବାର ମିଳିତ ଭାବରେ ଉଦ୍ଘାଟନ କରିଛନ୍ତି। ଏହି 3 ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍ ଟେକ୍ ଷ୍ଟାର୍ଟଅପ୍, ନବସୃଜନକାରୀ ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହିତ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍ ଟେକ୍ ପ୍ରଦର୍ଶନ କରିଥାଏ। ପରବର୍ତ୍ତୀ ଖବର, ଇସ୍ମିତା ସାଙ୍ଗୱାନ ହେଲେ ଏନଡିଏର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ। ଭାରତୀୟ ବାୟୁସେନା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ହରିୟାଣାର ଝିଅ ଇସିତା ସାଙ୍ଗୱାନ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏନଡିଏର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ ହୋଇ ଇତିହାସ ରଚିଛନ୍ତି। ଇସିତା ଇଣ୍ଡିଆନ ଏୟାର ଫୋର୍ସ ଆଇଏଏଫରେ ଫାଇଟର ପାଇଲଟ ହୋଇ ନିଜର ଆକାଶ ଛୁଇଁବାର ସ୍ୱପ୍ନ ପୂରା କରିଛନ୍ତି।